ମନ୍ଦୋଦରୀ ମନ୍ଦୋଦରୀ ହଁ ଲଙ୍କେଶ, ଶୁଣ, ମୁଁ ତମକୁ କହୁଛି, ମୋର ହୃଦୟ ସୀତାଙ୍କ ପାଇଁ ଲୋଭିତ। ସୀତାଙ୍କୁ ଆଣି ମୁଁ ମୋର ଏହି ଲଙ୍କାର ରାଣୀ କରି ରଖିବାକୁ ଯାଉଛି। ସ୍ୱାମୀ ମୋର ଶକ୍ତି, ମୋର ସମ୍ପଦ, ମୋର ସବୁ କିଛି ଏକାଧିକ ଭାବେ ଏକମାତ୍ର ସୀତାଙ୍କ ପାଇଁ। ସ୍ୱାମୀ, ତୁମେ କିପରି ଏମିତି କରିପାରିବ? ସୀତା ତ ରାମଙ୍କୁ ନିର୍ଭର କରନ୍ତି। ତାଙ୍କୁ ତୁମେ ନେବା ବଡ଼ ଭୟଙ୍କର ଅପରାଧ। ତୁମର ଏ ସମ୍ପୂର୍ଣ୍ଣ ରାଜ୍ୟ, ତୁମର ଶକ୍ତି ଏସବୁ ଏକ ନିରାପଦ ପଥରେ ରଖ। ମନ୍ଦୋଦରୀ, ତୁମେ ଯଦି ମୋର ଭବିଷ୍ୟତ ବୁଝିପାରିନଥିବ, ତାହେଲେ ମୁଁ କହୁଛି, ସୀତା ହେଉଛନ୍ତି ମୋ ହୃଦୟର ରାଣୀ। ତାଙ୍କୁ ଆଣି ମୁଁ ଏ ଲଙ୍କାର ରାଣୀ କରି ରଖିବାକୁ ଯାଉଛି। ତେବେ ମୋ ଲଙ୍କା ହେବ ସବୁଠାରୁ ଶକ୍ତିଶାଳୀ, ସୁନ୍ଦର। ମୋର ଇଚ୍ଛା ପୂରଣ ହେବ। ଯଦି ଏଭଳି ହେବ, ତାହେଲେ ତୁମେ ବଡ଼ ବିପଦ ଗ୍ରହଣ କରୁଛ। ମୁଁ ତୁମକୁ ଅନୁମତି କରୁଛି, ତୁମେ ଏହି ପଦବୀରୁ ବାଜିଯାଅ। ମନ୍ଦୋଦରୀ, ମୋର ନିର୍ଣ୍ଣୟ ନିଶ୍ଚୟ। ମୁଁ ଏହି ପଥରୁ ପଛୁଆ ହେବି ନାହିଁ। ସୀତାଙ୍କୁ ମୋର ଧାରଣାରେ ନେଇଯିବି। ଲଙ୍କାରେ ତାଙ୍କୁ ରାଜ ଦେଖେଇବି। ଠିକ ଅଛି, ତୁମର ଭାବନା ଯଦି ଏତେ ଶକ୍ତିଶାଳୀ, ତାହେଲେ ମୁଁ ନିଶ୍ଚିତ ଭାବେ ଜାଣିଛି, ତୁମେ ଯଦି ଏହା କରିବ, ତାହେଲେ ମୋର ଜୀବନ ଆଉ ରହିବ ନାହିଁ। ଘେରା କର ବିନତି ମୋ ଆହି ଲଙ୍କାପତି, ପର ସ୍ତ୍ରୀ ହରଣ ଅଟି ମହାର ବିପତି। জ্ঞানী পণ্ডিত হইছই কিয়া চরণ, শোভার দিশই আহি স্বামী দশারণ। ডরে নাহি মোহি ত্রিপুরা বিজয়ী লঙ্কাপতি বীর বাহু, মহাদেব পরে বলিয়ান মোহিকে করিব মোদে কাবু। প্রথম କୁବେର, କୁବେର, ଆଜ୍ଞା ମହାରାଜ। ଲଙ୍କାର ପୂର୍ବତନ ରାଜା, ମୋର ଆଗମନ ସୂଚନା ବିନା ମୁଁ ଆସିଛି। କାରଣ ଆଜି ମୁଁ ମାଗିବାକୁ ନୁହେଁ, ନବାକୁ ଆସିଛି। ରାବଣ, ତୁମେ ମୋର ଭାଇ, କିନ୍ତୁ ତୁମ ଆଖିରେ ଅହଙ୍କାର ଦେଖୁଛି। କହ, କଣ ଚାହୁଁଛ? ମତେ ତୁମର ପୁଷ୍ପକ ବିମାନ ଦରକାର, ସେହି ବାୟୁଯାନ ଯାହା ଆକାଶ ଛେଦି ଚାଲେ। ସେଇଥିରେ ମୁଁ ମାତା ସୀତାଙ୍କୁ ଆଣିବାକୁ ଯିବି। ପୁଷ୍ପକ ବିମାନ ଦେବଙ୍କ ଆଶୀର୍ବାଦ, ତାହା ଶକ୍ତି ନୁହେଁ, ଦାୟିତ୍ୱ। ତୁମ ହୃଦୟରେ ଯଦି ଧର୍ମ ନାହିଁ, ତେବେ ତୁମ ପାଇଁ ସେଟା ଅନର୍ଥ ହେବ। ଧର୍ମ, ଶକ୍ତି ହିଁ ସର୍ବୋଚ୍ଚ ଧର୍ମ। ମୋର ବଳ ଦେଖି ସ୍ୱର୍ଗ କମ୍ପିଯାଏ। ତୁମେ ମୋତେ ଉପଦେଶ ଦେବାକୁ ଚେଷ୍ଟା କରୁଛ। ମହାରାଜ, ଅହଙ୍କାର ହେଉଛି ପତନର କାରଣ। ଆଜି ତୁମେ ବିମାନ ନେବ, କାଲି ତୁମ ବିନାଶ ନିଶ୍ଚିତ। ମୋର ବିନାଶ ତ୍ରିଲୋକରେ ଏମିତି କେହି ନାହିଁ ଯେ ମୋତେ ନାଶ କରିପାରିବ। ବିମାନ ଦିଅ, ନହେଲେ ମୁଁ ଯୁଦ୍ଧ କରିବି। ଠିକ ଅଛି, ତୁମେ ଯଦି ଶକ୍ତିର ଜୋରରେ ନେବାକୁ ଚାହୁଁଛ, ତାହେଲେ ତାକୁ ରୋକିବାର ଶକ୍ତି ମୋ ପାଖରେ ନାହିଁ। କିନ୍ତୁ ମନେ ରଖ, ଏହି ବିମାନ ତୁମ ଅହଙ୍କାରକୁ ପଡ଼ିବ, ଏକ ଦିନ ତୁମକୁ ଧ୍ୱଂସ କରିବ। ଭାଗ୍ୟକୁ ମୁଁ ନିଜେ ଲେଖେ। ପୁଷ୍ପକ ବିମାନ ଏବେ ଲଙ୍କାର। ହେ ପରମେଶ୍ୱର, ଏହି ଅହଙ୍କାର ଭାଇକୁ ବୁଦ୍ଧି ଦିଅ, ନହେଲେ ତାଙ୍କ ଅନ୍ତ ନିକଟରେ। ପ୍ରଭୁ, এই ফুলମାନଙ୍କ ସୁଗନ୍ଧ କେତେ ମଧୁର। ମୋତେ
ମୋତେ ମନେ ହେଉଛି ଯେମିତି ସ୍ୱର୍ଗ ପରି। ଏଇ ଅରଣ୍ୟ ବହୁତ ସୁନ୍ଦର। ଏହା ଯେମିତି ସତ୍ୟ ଆଉ ସତ୍ୟଠୁ ବି ଅଧିକ ମଧ୍ୟ। ଦେବୀ, ଯେଉଁଠାରେ ସତ୍ୟ ଓ ପ୍ରେମ ଅଛି ତାହା ହିଁ ତ ସ୍ୱର୍ଗ। ରାଧା, ଆମକୁ ସତର୍କ ରହିବା ଦରକାର। ଏହି ଅରଣ୍ୟରେ ରାକ୍ଷସମାନେ ବାସ କରନ୍ତି। ପ୍ରଭୁ, ଦେଖନ୍ତୁ ସେଇ ହରିଣଟି ଯେମିତି ସୁନାର ବୋଲି ଚମକୁଛି। ଦେବୀ, ପ୍ରକୃତରେ ସୁନାର ହରିଣ ନଥାଏ, ଏହା ନିଶ୍ଚୟ ମାୟା। ପ୍ରଭୁ, ମୋ ମନ ବହୁତ ଆକର୍ଷିତ ହେଉଛି। ତାହା ଯଦି ସମ୍ଭବ ତାକୁ ଧରି ଆଣନ୍ତୁ। ତାର ଜୀବନ ନହେଲେ ନାହିଁ, ତାର ଚର୍ମଟିକୁ ଆଣନ୍ତୁ। नेत्र पातकर स्वामी मृग परी केते रमणीय स्वर्ण बन सतरी आଣିକି ପାରିବ କାନ୍ତ ମୋହରି ପାଇ ଦାସେ ଗୁହାରିତିକି କରହି ଗୋସାଇ ଦାସେ ଗୁହାରିତିକି କରହି ଗୋସାଇ। ভাবনা ন কর সখী তব কামনা পূরণ করিবি এবে মৃগর নয়না পূরণ করিবি এবে মৃগর নয়না। ଠିକ ଅଛି ସିଏ। ଦାଦା, ସୀତାଙ୍କ ଦାୟିତ୍ୱ ଏବେ। ଆଜ୍ଞା ପ୍ରଭୁ। ଲକ୍ଷ୍ମଣ, ତୁମେ ଶୁଣିଲ ପ୍ରଭୁ ବିପଦରେ ଅଛନ୍ତି। ଲକ୍ଷ୍ମଣ, ତୁମେ କିଛି କହୁନ। ଶୁଣିଲି ମାତା। ତୁମେ କାହୁନ? ମୋତେ ବହୁତ ବ୍ୟସ୍ତ ଲାଗୁଛି। ମାତା, ରାଧାଙ୍କୁ କେହି ହରାଇ ପାରିବେ ନାହିଁ। ଏହା ନିଶ୍ଚୟ ମାୟା। ଧୈର୍ଯ୍ୟ ରଖନ୍ତୁ ମାତା। ଧୈର୍ଯ୍ୟ। ଯାହାର ସ୍ୱାମୀ ବିପଦରେ ସାହାଯ୍ୟ ପାଇଁ ଡାକ ଛାଡ଼ିଛନ୍ତି, ତୁମେ ତାଙ୍କୁ ଧୈର୍ଯ୍ୟର କଥା ଶିଖେଇ ଆସିଛ ଲକ୍ଷ୍ମଣ। ଏପରି କଥା କୁହନ୍ତିନି ମାତା। ତୁମେ କଣ ଭାଇଙ୍କର ଦୁଃଖ ଦେଖିବାକୁ ଚାହୁଁଛ ଲକ୍ଷ୍ମଣ? ନାହିଁ ମାତା, ମୁଁ ଆପଣଙ୍କୁ ଛାଡ଼ି ଯାଇପାରିବି ନାହିଁ। ଏହା ମୋ ଭ୍ରାତାଙ୍କ ଆଦେଶ। ଆପଣଙ୍କ ରକ୍ଷା ମୋର। ସୁରକ୍ଷା
ସଂସାରରେ ତ୍ୟାଗ କରି ଏହି ବନରେ ବାସ କରିବାକୁ ଆସିଛି। ଲକ୍ଷ୍ମଣ, ଯଦି ତାଙ୍କର କିଛି ହେଇଗଲେ ମୁଁ ବଞ୍ଚି ପାରିବି ନାହିଁ। ଠିକ ଅଛି ମାତା, ମୁଁ ଯାଉଛି। ओम नमः शिवाय, ओम नमः शिवाय, ओम नमः शिवाय। କିନ୍ତୁ ମନେ ରଖନ୍ତୁ ମାତା, ଆକାଶ ପାତାଳ ଏକ ହୋଇଗଲେ ମଧ୍ୟ ଆପଣ ଏହି ଗାରରେ କୁଆଡ଼େ ଯିବେ ନାହିଁ। ଏହା ମୋର ବଚନ। ଠିକ ଅଛି। ହେ ବନ ଦେବତା, ସମସ୍ତ ଜୀବଜନ୍ତୁ, ମୁଁ ମାତାଙ୍କୁ ଆପଣଙ୍କ ସୁରକ୍ଷାରେ ଛାଡ଼ିକି ଯାଉଛି। ମାତାଙ୍କ ରକ୍ଷା କରିବେ। ହଁ ପୁତ୍ର,